ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଜଉକଣ୍ଢେଇ ଚନ୍ଦ୍ରମଣି ଓ ସୁଲୋଚନାଙ୍କର ବିବାହ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି। ଏଥିପାଇଁ ସହରର ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି ଜଉକଣ୍ଢେଇ ବାହାଘର ଉତ୍ସବ। ଉତ୍ସବର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଥିଲା ପାଣି ଗ୍ରହଣ କାର୍ଯ୍ୟକ୍ରମ। କନ୍ୟା ପକ୍ଷ ତରଫରୁ ମଠସାହି ନଣ୍ଡା ଗୋସ୍ୱାମୀ ମଠ ପକ୍ଷରୁ ବରଧରା ପାଇଁ ଆସି ପହଞ୍ଚିଥିଲେ ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରେ। ଏହାପରେ ଆରମ୍ଭ ହୋଇଥିଲା ବରାନୁଗମନ କାର୍ଯ୍ୟକ୍ରମ। ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆର ମଞ୍ଚରେ ବିଭିନ୍ନ ଟ୍ରୁପଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଲୋକନୃତ୍ୟ। ଦ୍ୱିତୀୟ ଦିନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ। ବାଲେଶ୍ୱର ଲୋକକଳା ଜଉକଣ୍ଢେଇକୁ ଉଜ୍ଜୀବିତ ରଖିବାରେ ହେଉଥିବା ଏ ପ୍ରକାରର ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ସନ୍ଧ୍ୟା 8ଟାରେ କଣ୍ଢେଇ ବର ଚନ୍ଦ୍ରମଣିକୁ ଏକ ବିରାଟ ପଟୁଆର ନେଇ ବାହାରିଥିଲେ ବରଯାତ୍ରୀ ଦଳ। ଏଥିରେ ଥିଲେ ଜିଲ୍ଲାର ଅନେକ ବରିଷ୍ଠ ସାହିତ୍ୟିକ, କଳାକାର, ଚିତ୍ରକର ଏବଂ ବୁଦ୍ଧିଜୀବୀ। ସାଙ୍ଗରେ ଚାଲିଥିଲେ ବାଲେଶ୍ୱରର କଣ୍ଢେଇ ନାଚ, ଢୋଲ ନାଚ ଓ ନୃତ୍ୟ ଦଳ। ନାଚ ଗୀତର ମାହୋଲରେ ଏହି ଦୃଶ୍ୟ ହୋଇଉଠିଥିଲା ଖୁବ୍ ଆକର୍ଷଣୀୟ। ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ସମ୍ପର୍କ ଯାତ୍ରାରେ ନାମିତ ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ କନ୍ୟାଘର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବରକର୍ତ୍ତା କାଳୀକିଙ୍କର ଦାସ ଓ ତାଙ୍କର ସହଧର୍ମିଣୀ ସୌଭାଗିନୀ ମିଶ୍ର କଣ୍ଢେଇ ବର ଚନ୍ଦ୍ରମଣିଙ୍କୁ ନେଇ ନଣ୍ଡା ଗୋସ୍ୱାମୀ ମଠରେ ପହଞ୍ଚିବା କ୍ଷଣି ଶିକ୍ଷାବିତ୍ ଡକ୍ଟର ପଙ୍କଜ ଜେନା ଓ ଡକ୍ଟର ସୁଚିତ୍ରା ବରଯାତ୍ରୀ ଦଳକୁ ପାଛୋଟି ନେଇଥିଲେ। ପରେ ପୁରୋହିତଙ୍କ ଦ୍ୱାରା ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶେଷରେ କଣ୍ଢେଇ ବରକନ୍ୟାକୁ ଧରି ଉତ୍ସବ କମିଟିର ସଦସ୍ୟମାନେ ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆକୁ ଫେରିଥିଲେ। ଏହି ଜଉକଣ୍ଢେଇ ବାହାଘର ଉତ୍ସବ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏକ ଐତିହାସିକ ପ୍ରୋଗ୍ରାମ, କାରଣ ବାଲେଶ୍ୱର ହେଉଛି ଗୋଟେ ସଂସ୍କୃତିର ମାଟି। ଆଉ ସେଇ ସଂସ୍କୃତି ମାଟିରେ ଫକୀରମୋହନ ସେନାପତିଙ୍କର ଯେଉଁ ପେଟେଣ୍ଟ ମେଡିସିନ, ତାଙ୍କର ଯିଏ ସୁଲୋଚନା ଆଉ ଚନ୍ଦ୍ରମଣି ଥିଲେ, ସିଏ ଆଜିକା ଦିନରେ ବର ଆଉ କନ୍ୟା ହୋଇଛନ୍ତି। ତେଣୁ ସୁଲୋଚନା ଚନ୍ଦ୍ରମଣିକି କେମିତି ସଜାଡ଼ିବ, ସେଇ ବାର୍ତ୍ତାକୁ ନେଇକି ଆଜି ଆମର ଏ ଜଉକଣ୍ଢେଇ ବାହାର। ଆଉ ଏଇ ଜଉକଣ୍ଢେଇ ବାହାର ମଧ୍ୟରେ ଆମେ ଏଇ ମେସେଜ ଦେଉଛୁ ଯେ ସାରା ବିଶ୍ୱରେ, ଭାରତ ନେ ଓଡ଼ିଶା ନେ ସାରା ବିଶ୍ୱରେ ବାଲେଶ୍ୱର କେମିତି କଳା ସଂସ୍କୃତିକି ଜାବୁଡ଼ିକି ଧରିଛି, ଏଇଟା ସାରା ବିଶ୍ୱବାସୀ ଜାଣନ୍ତୁ, ଓଡ଼ିଶାବାସୀ ଜାଣନ୍ତୁ ଏବଂ ସମଗ୍ର ଓଡ଼ିଶାବାସୀ ମଧ୍ୟ ଏହି କଥାକୁ ସ୍ମରଣ କରନ୍ତୁ ଯେ ବାଲେଶ୍ୱର ମାଟିର ଯେଉଁ ଫକୀରମୋହନ ସେନାପତିଙ୍କର ସେ ପେଟେଣ୍ଟ ମେଡିସିନଟି ଆଜି କେମିତି ସୁଲୋଚନା ଚନ୍ଦ୍ରମଣି ଜଉକଣ୍ଢେଇ ବରକନ୍ୟା ହେଇକି ସାରା ପୃଥିବୀକେ ମେସେଜ ଦେଉଛନ୍ତି ଯେ ମଦ ବିରୋଧୀ ବା ମଦ ଖାଇବା କେତେ ଖରାପ, ବା ମଦକୁ କେମିତି ଚେକଅପ୍ କରିହେବ। ଆଜିକା ଦିନରେ ବହୁତ ଆନନ୍ଦ ଲାଗୁଛି। ବାଲେଶ୍ୱର ଯୋଉ ସଂସ୍କୃତି ଜଉକଣ୍ଢେଇ, ସେଇ ହିସାବରେ ଆମର ପୁଲିସ ଲାଇନ ଛକରେ ଗୋଟେ ଜଉକଣ୍ଢେଇ ଛକ ମଧ୍ୟ ହୋଇଛି। ତାର ଗୋଟେ ବୈବାହିକ ଜୀବନ କିଭଳି ହୁଏ ତାର ଆନନ୍ଦ ନେବା ପାଇଁ ଆମ ଅଞ୍ଚଳରେ ଆମ ଯୋଉ ନଣ୍ଡା ଗୋସ୍ୱାମୀ ମଠ ରାଧାକୃଷ୍ଣ ମନ୍ଦିରରେ ଆଜି କନ୍ୟାଘର ଦାୟିତ୍ୱ ନିଆଯାଇଛି ଏବଂ ବରଯାତ୍ରୀ ମାନେ ତାଙ୍କ ପ୍ରଶାସନ କରି ଆସିଛନ୍ତି। ଗ୍ରାମବାସୀ ମାନେ ଏ ଅଞ୍ଚଳର 3-4ଟି ଗାଁର ଲୋକମାନେ ଆସିକି ଗୋଟେ ଆନନ୍ଦ ଉପଭୋଗ କରୁଛନ୍ତି। ଗୋଟେ ଜଉକଣ୍ଢେଇର ବାହାଘର ହଉଛି, କେମିତି ହଉଛି, ଯେମିତି ଆମର ମଣିଷର ବାହାଘର ହୁଏ ସେଇଭଳି ପ୍ରଶାସନ ଚାଲିଛି। ଭୋଜନର ବ୍ୟବସ୍ଥା ହେଇଛି, କନ୍ୟା ଯାତ୍ରୀ ଲୋକମାନେ ଖାଉଛନ୍ତି, ବରଯାତ୍ରୀ ଲୋକମାନେ ଖାଉଛନ୍ତି, ସମସ୍ତେ ଆନନ୍ଦ ଉଲ୍ଲାସରେ ତାକୁ ଉପଭୋଗ କରୁଛନ୍ତି। এই ଆମ ସଂସ୍କୃତି ଜଉକଣ୍ଢେଇର ସଂସ୍କୃତିକୁ ସମସ୍ତେ ଉପଭୋଗ କରୁଛନ୍ତି। ଆପଣମାନଙ୍କ ଜରିଆରେ ବାଲେଶ୍ୱରବାସୀଙ୍କୁ କହୁଛି ଏଇ ଜଉକଣ୍ଢେଇ ସଂସ୍କୃତିକୁ ସମସ୍ତେ ଉପଭୋଗ କରନ୍ତୁ। ଦେଖନ୍ତୁ, ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ତ 11 ମସିହା ଠାରୁ ଏଠି ବାଲେଶ୍ୱରରେ କରୁଛି। ଏ ବର୍ଷର ଆମର ଯେଉଁ ମେସେଜ ରହିଛି, ଆମେ ପଲ୍ୟୁସନ୍ ଫ୍ରି ସୋସାଇଟି ବର୍ତ୍ତମାନ ତିଆରି କରିବା ପାଇଁ ଚିନ୍ତା କରୁଛୁ ଏବଂ ସେଇଥିପାଇଁ ବୃକ୍ଷରୋପଣ, ରକ୍ତଦାନ ଭଳି ଏଇଭଳି ମହତ୍ କାମ ସବୁ କରିବା ପାଇଁ ଆମେ ଚିନ୍ତା କରୁଛୁ। ତ ସଙ୍ଗେ ସଙ୍ଗେ ଏଇ ଯେଉଁ ବିବାହ ଉତ୍ସବ ଗୁଡ଼ିକ ହେଉଛି, ଏ ବିବାହ ଉତ୍ସବରେ ସମ୍ପୂର୍ଣ୍ଣ ଭାବରେ ଏଇ ଯେଉଁ ଶବ୍ଦ ପ୍ରଦୂଷଣ ହେଉଛି, ଯେଉଁଗୁଡ଼ାକ ଡିଜେକୁ କେମିତି ବର୍ଜନ କରାଯିବ ଏବଂ ବାରୁଦ, ବାଣ, ରୋଷଣୀ ଏହା ନ ଫୁଟିବ, ଏଇସବୁ ଜିନିଷ ପାଇଁ ଆମେ ବର୍ତ୍ତମାନ ସଚେତନତା କରୁଛୁ। ତ ସଙ୍ଗେ ସଙ୍ଗେ ଏ ଯେଉଁ ଡାଉରୀ ବିହୀନ ବାହାଘର କରିବା ପାଇଁ ମଧ୍ୟ ବି ଆମେ ଆହ୍ୱାନ ଦେଇଛୁ। ସେଇଥିପାଇଁ ଏ ବର୍ଷର ମଧ୍ୟ ବି ଆମର ଯେଉଁ ପୁରୁଣା ସଂସ୍କୃତିକି ଉଦ୍ଧାର କରିବା ପାଇଁ ଆମର ଯେଉଁ ବରକନ୍ୟା ହେଇଥାଏ, ଏ ବର୍ଷ ଫକୀରମୋହନଙ୍କର ଯେଉଁ ପେଟେଣ୍ଟ ମେଡିସିନର ନାୟକ ଥିଲେ ଯେଉଁ ଚନ୍ଦ୍ରମଣି ଏବଂ ନାୟିକା ଥିଲେ ସୁଲୋଚନା, ସେଇ ନାଁରେ ବରଙ୍କର ନାଁ ରଖାହେଇଛି ଚନ୍ଦ୍ରମଣି ଏବଂ ସୁଲୋଚନା ରଖାହେଇଛି ଆମର ନାୟିକା ନାଁ, କଣ୍ଢେଇର ଯେଉଁ କନ୍ୟା ନାଁ ରଖାହେଇଛି। ଏବଂ ତା ପାଇଁ ମଧ୍ୟ ବି ଏ ବର୍ଷ ଆମର ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ରହୁଛି, ସବୁଗୁଡ଼ିକ ଆମର ଯେଉଁ ସଂସ୍କୃତି ଥିଲା ଫକୀରମୋହନଙ୍କର ରହିଛି, ଅନ୍ୟାନ୍ୟ ବ୍ୟାସକବି
ରାଧାନାଥଙ୍କର ଇଏ ଉପରୁ ଆମେ ସେଇଭଳିଆ ପ୍ରାଚୀନ ଯେଉଁ ଜିନିଷ ଅଛି ତା ଉପରେ ଆମେ ଗୁରୁତ୍ୱ ଦେଇକି କାମ କରୁଛୁ ଏବଂ ଗୋଟେ ଭାଇଚାରା କେମିତି ଆମ ସହରର ସୃଷ୍ଟି ହେବ ଆହାରି ମାଧ୍ୟମରେ ଆମେ ଚିନ୍ତା କରୁଛୁ। ଏବେ ଆମେ ये जो मिशन स्कूल अच्छी से पड़ियारू बर आसिक ये पहुँची नंदा गोसाई मठ जोटा मठ साई अच्छी जाओ एठिकार जो अच्छा जनसाधारण माने खूब उत्सुकतार सहित कन्या घर जी कर्तव्य अच्छी पालन कर जो कंडई बाहागर जो एवर्षर बरकर्ता अच्छा डॉक्टर कालीकर दास एवं एठी कन्या हिसाब से डॉक्टर पंकज कुमार जेना रही ठीक सुचारू रूपे से तुले आमे आशा रखुचु समस्ते भातृत्वर सहित समस्त जमी सुसंपर्क भितर आमे रहिबा हिंसा द्वेष आकु परित्याग करिबा एवं गोटे पॉल्यूशन फ्री सोसाइटी तैयारी